ଏହି 13ଟି ଛୋଟ ଛୋଟ କାରଣ ପାଇଁ ଭାଗ୍ୟ ବିଗିଡ଼ି ଥାଏ। ମନ୍ଦିରରୁ ଫେରିକି ପାଦ ଧୋଇବା, ଯବାନ ବ୍ୟକ୍ତିର ମୃତ୍ୟୁ ଭୋଜି ଖାଇବା, ଶବଯାତ୍ରାରେ ଆଗ ବାହାରିବା, ବ୍ରାହ୍ମଣଙ୍କୁ ବିନା ଭୋଜନରେ ଫେରାଇ ଦେବା, ଛାତ ଉପରେ ଲୁହାର ତାର ବାନ୍ଧିବା, ଭଗବାନଙ୍କୁ ଭୋଗ ଡବା ବା ପ୍ୟାକେଟରେ ଲଗାଇବା, ପର୍ସରେ କଏନ୍ ପଇସା ଏବଂ ନୋଟ ପଇସା ଏକାଠି ରଖିବା, ମନ୍ଦିରରୁ ଖାଲି ହାତରେ ଫେରିବା, ଦାନ ନ ଦେଇ ଭଣ୍ଡାରରେ ପ୍ରସାଦ ପେଟ ଭରି ଖାଇବା, ବୃଦ୍ଧ ଲୋକ ବା ଛୋଟ ପିଲାଠୁ କିଛି କିଣିଲା ସମୟରେ ବେଶୀ ମୂଲଚାଲ କରିବା, ଦାନ ସବୁବେଳେ ନିଜ ସମ୍ପର୍କୀୟ କିମ୍ବା ନିଜ ଜଣାଶୁଣା ଲୋକଙ୍କୁ କରନ୍ତୁ। କବାଟ ଉପରେ ଭଗବାନଙ୍କ ଫଟୋ ଲଗାଇବା, ଅଫିସ ବ୍ୟାଗ ଏବଂ ପର୍ସ ସବୁବେଳେ ଗୋଟେ ଜାଗାରେ ନ ରଖିବା, ଭୁଲରେ ବି ଉଧାର ନିଅନ୍ତୁ ନାହିଁ। ଏହି 6ଟି ଜିନିଷ। ଅନ୍ୟ କେହି ବ୍ୟବହାର କରିଥିବା କପଡ଼ା କେବେ ପିନ୍ଧନ୍ତୁ ନାହିଁ। ଶାରୀରିକ ସମସ୍ୟା ହୋଇଥାଏ ଏବଂ ଭାଗ୍ୟ କମଜୋର ହୋଇଥାଏ। ଅନ୍ୟ କାହାର ପେନ୍ ଉଧାର ନିଅନ୍ତୁ ନାହିଁ। ଏଥିରେ ଉନ୍ନତିରେ ପ୍ରତିବନ୍ଧକ ଆସିଥାଏ। ଅନ୍ୟ କାହାର ଘଡ଼ି ନେଲେ ବି ଆପଣଙ୍କର ସମୟ ବି ଖରାପ ହୋଇପାରେ। ରୁମାଲ, ପାନିଆ, ମୁଦି ଏବଂ ଲୁଣ କେବେ ବି ଉଧାର ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ। ଏଥିରେ ଆର୍ଥିକ ସଙ୍କଟ ଆସିଥାଏ। କାହାଠୁ ବି ବିଛଣା ଉଧାର ନିଅନ୍ତୁ ନାହିଁ। ଏଥିରେ ଆପଣଙ୍କର ଘରକୁ ଦାରିଦ୍ରତା ଆସିଥାଏ। ଅନ୍ୟ କିଏ ବ୍ୟବହାର କରିଥିବା ସିନ୍ଦୂର, ଚୁଡ଼ି କେବେ ବି ନେଇକି ବ୍ୟବହାର କରନ୍ତୁ ନାହିଁ। ଏଥିରେ ଘରକୁ ଦୁଃଖ ବା ଅଶାନ୍ତି ଆସିଥାଏ।